ବାହାଘର ବେଦୀ ଉପରେ କନ୍ୟାକୁ ହାଣିଦେଲେ ବରଯାତ୍ରୀ। ଏମିତି ଭୟଙ୍କର ଘଟଣା ଘଟିଛି ପୁରୀ ଜିଲ୍ଲା ବରାହାଟ ଗାଁରେ। ଏତେ ବଡ଼ ଗୋଟେ ଅଘଟଣ ଆଗରୁ କେବେ ବି ଘଟିନଥିଲା। ଭିଡ଼ିଓଟି ଆରମ୍ଭ କରିବା ଆଗରୁ ଯଦି ଆପଣମାନେ ଜଗନ୍ନାଥଙ୍କୁ ଭକ୍ତି କରନ୍ତି ତାହେଲେ କମେଣ୍ଟରେ ଗୋଟେ ଜୟ ଜଗନ୍ନାଥ ଲେଖିଦେବେ। ପ୍ରକାଶ ବାବୁଙ୍କର ଏକମାତ୍ର ଝିଅ ଲିଜାର ବାହାଘରରେ ସେ ବ୍ୟସ୍ତ ଥାଆନ୍ତି। ସବୁ ଦାୟିତ୍ୱ ତାଙ୍କ ମୁଣ୍ଡ ଉପରେ। ସେ ସବୁଆଡ଼ୁ ବହୁତ କରଜ କାଢ଼ିଆ କରି ବାହାଘର କରୁଛନ୍ତି ଝିଅର। ପ୍ରକାଶ ବାବୁ ଦିନ ମଜୁରିଆ କାମ କରନ୍ତି, ଆଉ ତାଙ୍କ ଝିଅକୁ ଗୋଟେ ବଡ଼ ଘରେ ସେ ବାହା ଦଉଛନ୍ତି। ଜ୍ୱାଇଁ ତାଙ୍କର ଇଞ୍ଜିନିୟର ଚାକିରି କରିଛି। ଝିଅର ବାହାଘରରେ ଭୋଜି ଭାତଠୁ ଆରମ୍ଭ କରି କୁଣିଆ ମୈତ୍ରଙ୍କ ଭଲ ମନ୍ଦ ସବୁ ଦାୟିତ୍ୱ ତାଙ୍କ ମୁଣ୍ଡ ଉପରେ। ଗାଁର ଭାଇ ସାହି ମାନେ ବି ପ୍ରକାଶ ବାବୁଙ୍କୁ ବହୁତ ସାହାଯ୍ୟ କରିଛନ୍ତି, କାରଣ ପ୍ରକାଶ ବାବୁ ଜଣେ ଭଲ ଲୋକଟିଏ। ସେ ବି ସମସ୍ତଙ୍କୁ ସାହାଯ୍ୟର ହାତ ବଢ଼େଇ ଦିଅନ୍ତି। ତେଣୁ ଗାଁର ସବୁ ଲୋକମାନେ ମିଶି ପ୍ରକାଶ ବାବୁଙ୍କ ଝିଅର ବାହାଘର ଭାରି ଧୁମଧାମରେ ଆୟୋଜନ କରିଛନ୍ତି। କିନ୍ତୁ ଏହି ବାହାଘରରେ ଏତେ ବଡ଼ ଗୋଟେ ଅଘଟଣ ଘଟିଯିବ ବୋଲି କେବେ କଳ୍ପନା କରିନଥିଲେ କେହି। ବାହାଘର ପାଇଁ ଝିଅ ଲିଜା ସଜବାଜ ହଉଥାଏ। ସେପଟେ ବରଯାତ୍ରୀ ବାଜା ବାଣ ଫୁଟେଇ ନାଚ ଗୀତ କରି ଝିଅ ଘର ପାଖାପାଖି ହେଇଗଲେଣି। କିନ୍ତୁ ଏପଟେ ଝିଅ ଲିଜା ଅନ୍ୟ ଏକ ପୁଅ ସହ ଘରୁ ଲୁଚିକି ପଳେଇଛି। ଝିଅ ଲିଜା ଆଗରୁ ଥରେ ବାପାଙ୍କୁ କହିଥିଲା ସେ ଆଉ କାହାକୁ ଗୋଟେ ଭଲ ପାଉଛି, କିନ୍ତୁ ପୁଅ ତାଙ୍କ ଜାତିର ନ ହେଇଥିବାରୁ ପ୍ରଫୁଲ୍ଲ ବାବୁ ରାଜି ହେଇନଥିଲେ, ଆଉ ଝିଅକୁ ଜବରଦସ୍ତ କରି ଅନ୍ୟ ଏକ ପୁଅ ସହ ବାହାଘର କରୁଥିଲେ। ଝିଅ ଲିଜା ଘରୁ କୁଆଡ଼େ ଲୁଚିକି ପଳେଇଛି। ଏପଟେ ବରଯାତ୍ରୀ ମଣ୍ଡପ ପାଖାପାଖି ପହଞ୍ଚି ଗଲେଣି। ବରଯାତ୍ରୀ ଆସି ଭୋଜି ଭାତ ଖାଇଲେଣି। ତାପରେ ଜ୍ୱାଇଁ ବେଦୀ ଉପରେ ବସିଥାଏ। ବ୍ରାହ୍ମଣ ଝିଅକୁ ବେଦୀ ଉପରକୁ ଡାକିଲେ। ତାପରେ ପ୍ରଫୁଲ୍ଲ ବାବୁ ଝିଅର ରୁମ୍ ଦେଖିଲା ବେଳକୁ ଝିଅ ଆଉ ଘରେ ନଥିଲା। ଝିଅକୁ ଘରେ ନ ପାଇ ପ୍ରଫୁଲ୍ଲ ବାବୁଙ୍କ ମୁଣ୍ଡ କିଛି କାମ କଲାନି। ସେ ପାଗଳଙ୍କ ପରି ସମସ୍ତଙ୍କୁ ପଚରା ଉଚରା କଲେ। ଆସ୍ତେ ଆସ୍ତେ ସମସ୍ତେ ଜାଣିଗଲେ ଯେ କନ୍ୟା ଆଉ କାହା ସହିତ ଗୋଟେ ପଳେଇଛି। ଏକଥା ପୁଅ ଘର ଲୋକ ଶୁଣି ବରଯାତ୍ରୀ ମାନେ ସବୁ ଫୋପଡ଼ା ଫିଙ୍ଗା ଆରମ୍ଭ କରିଦେଲେ। ଜ୍ୱାଇଁ ପୁଅ ବି ବେଦୀରୁ ଉଠି ପଡ଼ିଲା। ଜ୍ୱାଇଁର ବାପା ପ୍ରଫୁଲ୍ଲ ବାବୁଙ୍କୁ ଯେଛା ତା ଭାଷାରେ ବହୁତ କଥା ଶୁଣେଇ ଦେଲେ। ପ୍ରଫୁଲ୍ଲ ବାବୁ ମୁଣ୍ଡ ପୋତି ସବୁ ସହିଯାଆନ୍ତି। କ'ଣ ବା କହିବେ। ଏମିତି ହେଇ ବାହାଘର ଭାଙ୍ଗିଗଲା। ପ୍ରଫୁଲ୍ଲ ବାବୁ ବହୁତ ଭାଙ୍ଗି ପଡ଼ିଲେ। ତା 2 ଦିନ ପରେ ପ୍ରଫୁଲ୍ଲ ବାବୁ ଜାଣିବାକୁ ପାଇଲେ ଯେ ଯୋଉ ପୁଅ ସହିତ ସେ ତାଙ୍କ ଝିଅର ବାହାଘର କରିବାକୁ ଯାଉଥିଲେ ସେ ପୁଅଟା ଜମା ବି ଭଲ ପିଲା ନଥିଲା। ସେ ଆଗରୁ ଆଉ ଜଣକୁ ବାହା ହେଇଥିଲା, ଆଉ ସ୍ତ୍ରୀ ଯୌତୁକ ନ ଆଣିଥିବାରୁ ତାଙ୍କୁ ମାରି ଦେଇଥିଲା। ଏକଥା ଜାଣିପାରି ପ୍ରଫୁଲ୍ଲ ବାବୁ ହାତ ଯୋଡ଼ି ଦେଇ ସେଇ ଜଗନ୍ନାଥଙ୍କୁ କହନ୍ତି, ଯା ହଉ ରେ ଜଗା, ଆଜି ତୋରି ପାଇଁ ମୋ ଝିଅର ଏତେ ବଡ଼ ଗୋଟେ ସର୍ବନାଶ ହଉ ହଉ ସେ ବଞ୍ଚିଗଲାରେ। ଏମିତି ନିଜର ଭୁଲ ବୁଝିପାରି
ସେ ଝିଅ ଯୋଉଠି ବାହା ହେଇଥିଲା ସେଇଠିକି ଗଲେ। ଆଉ ସେଠିକି ଯାଇ ଦେଖିଲା ବେଳକୁ ଝିଅ ଜ୍ୱାଇଁ ବହୁତ ଖୁସିରେ ଅଛନ୍ତି। ତାପରେ ପ୍ରଫୁଲ୍ଲ ବାବୁ ଝିଅ ଜ୍ୱାଇଁକୁ ଆପଣାଇ ନେଲେ। ପ୍ରଫୁଲ୍ଲ ବାବୁଙ୍କ ଜୀବନରେ ଘଟି ଯାଇଥିବା ସତ୍ୟ ଘଟଣାଟିଏ ଭଲ ଲାଗିଥିଲେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ।